କରିଦେଲା ନାଇଁ ସେଇଭଳି ଏଠି ଦିଟା କଥା ଅଛି ସବୁବେଳେ ଅର୍ଥାତ୍ ଯାହାକୁ ଆପଣ ଇଂରାଜୀରେ କହୁଛନ୍ତି ଆଜ୍ଞା ପାଠରେ ସ୍ୱଳ୍ପ ପାଠ ମୋର ବେଶୀ ପାଠ ନାହିଁ ମୁଁ ଇଂରାଜୀ ବେଶୀ କହିପାରେ ଯୋଉଠି ମନେ ପଡ଼ିବ ଛୋଟ ଇଂରାଜୀ ମୋତେ କହିଦେବି କାରଣ ଆମର କିଛି ଅଛନ୍ତି ଆଜି ସଭ୍ୟତାର ସମାଜରେ କିଛି ବ୍ୟକ୍ତି ଅଛନ୍ତି ଯୋଉମାନଙ୍କୁ ସେଇଟା ଓଡ଼ିଆରେ କହିଲେ ବୁଝିବେନି ସେଇଟାକୁ ଆପଣ ଇଂରାଜୀରେ ସେ ପାଠ ନ ପଢ଼ିଥାନ୍ତୁ ଏବିସିଡି ଜାଣିନଥିବେ କିନ୍ତୁ ସେଟା ଚଟଲି ବୁଝିଯିବେ ନାଇଁ ହଁ যেটা ଗୋଟେ ନେଗେଟିଭ ଗୋଟେ ପଜିଟିଭ ଯାହା କହନ୍ତି ସକାରାତ୍ମକ ଗୋଟେ ନକାରାତ୍ମକ ସବୁବେଳେ ଦିଟା ପାଠ ଅଛି ଆଉ ଦିଟା ପାଠ ଯୋଉଠି ନାହିଁ ଆପଣ ମାନେ ଆଲୋକ ହେଇପାରିବେ ନାହିଁ ଏବେ ବାଜି ଆଲୋକ କେମିତି ଆମେ ହବୁ ଆଜ୍ଞା ଆପଣ ଘରେ ସବୁ ଦେଖିବେ ଲାଇନ ଯାଇଛନ୍ତି ବିଦ୍ୟୁତ ଶକ୍ତି ସଂଯୋଗୀକରଣ ହେଇଛି ତାକୁ କହନ୍ତି ଇଲେକ୍ଟ୍ରିସିଟି ଇଲେକ୍ଟ୍ରିଫିକେସନ ହେଇଛି ନାଇଁ ଆମ ଘରେ ଇଲେକ୍ଟ୍ରିକ ଅଛି ଲାଇନ ଅଛି ବିଦ୍ୟୁତ ଅଛି ଶକ୍ତି ଅଛି ଆପଣ ତ ସୁଇଚ ବୋର୍ଡ ଅଛି ନାଇଁ କିନ୍ତୁ ଦିନ ବେଳା କାହା ଘରେ ଲାଇଟ ଜଳୁଛି ଯାହା ଘରେ ଯାଇଛନ୍ତି ସେ ଘରଟା ଅନ୍ଧାର ଖୋଲି ଜଳିବ ଆପଣ ଠିକ ଯେମିତି ଆମର ଘରେ ସନ୍ଧ୍ୟାବତୀ ବସିବାକୁ ଥିବ 5 ମିନିଟ ଘର ଅନ୍ଧାରେ ଆସିଲା ସୂର୍ଯ୍ୟ ଦେବତା ପଶ୍ଚିମାଞ୍ଚଳରେ ପଶ୍ଚିମ ଦିଗରେ ଲୁଚି ଗଲେ ସେଇଠୁ ଗଲା ସବୁ ସୁଇଚରେ ହାତ ମରା ଟକ ଠାକ ଠିକ ଠାକ ଚାଲିଲା ସେଇଠୁ କଣ ଆଲୋକ ଲାଇନ ବଲ ଜଳିଲା ଆଲୋକ ଧରା ଆଜ୍ଞା ସେ ସୁଇଚ ବୋର୍ଡ ତ ଥିଲା କାହିଁକି ବଲ ଜଳୁନଥିଲା କି ବାବା ବୋର୍ଡ ତ ଅଛି ତମର ତ ଏଇ ଯୋଉ ହୋଲ୍ଡରରେ ଧରି ରଖିବା ବସ୍ତୁ ସେଥିରେ ବଲ୍ ଲାଗିଛି ଜଳୁନି କାହିଁକି ସୁଇଚ ମାରିଲା ପରେ ଟକ ଟାକ ଟିକି ଟାକ ହେଲା ପରେ ଜଳିଲା ଅର୍ଥାତ୍ ସେ ପଜିଟିଭରେ ରହିଛି ନେଗେଟିଭଟା ଲାଗିନି ନା ମୁଁ ଭୁଲ କହୁଛି ଆଜ୍ଞା ମୋର ପାଠ କମ ମୁଁ ଆଜ୍ଞା ଏମାନେ ପୁଣି ଆଜ୍ଞା ଏଠି ଜ୍ଞାନୀ ନୁହଁ ମୁଁ ଆଜ୍ଞା ପୁରା ମୂର୍ଖଟା ତୃତୀୟ ଫେଲ୍ ଆଜ୍ଞା ମୋର ଆଜ୍ଞା ସେଇ ସୁଇଚ ବୋର୍ଡ ଥିଲା ମତେ ବେଲିରେ ହିଁ ଭାଇ କହିଲେ ଉଠୁ ଶୀଘ୍ର ମୂର୍ଖ ବସିଲୁ ତ ସାଧୁ ସହଜ ବସୁ ଆମେ ସବୁ ସାଧୁ ତୁ ଗୋଟିଏ ସାଧୁ ଆମେ କହିଲୁ ତଥାପି ତୁ ବୁଝିପାରୁନୁ ଏତେ କଣ ହେଲା ଘଟଣାଟା ନା ସୁଇଚ ତ ଲାଗିଛି ବଲ ଅଛି ଯୋଉଠି ଥରେ କଟା କଟି ଝିଅ ଛୁଆ ସୁଇଚ ଆମର ଘର ଅନ୍ଧାର ହେଲାଣି ଘରେ ସଞ୍ଜବତୀ ବସିବ କୁଆଡେ ଗଲତିରେ ସେ ଲାଇଟଟା ଜାଳି ପାରୁନ অর্থাৎ লাইনে ছিল বিদ্যুৎ শক্তি আছে কিন্তু তার নেগেটিভটা নেই অর্থাৎ নকারাত্মকতা নেই সকারাত্মক আছে সকারাত্মক হলে ওটা নকারাত্মক ন লাগিলে আলুও জলে নাই খালি আজ্ঞা মু সংসারী কোনি মো সন্ন্যাসী বিষয় গুণ দরকার ଦି ଜଣ ଆଜ୍ଞା ଆପଣ ଭାବୁଛନ୍ତି ମୁଁ ଆପଣଙ୍କୁ ଛାଡ଼ିକି କହୁଛି ଇଏ ଅସାଧୁ ଆପଣ ମିଶେଇ କରି ସାଧୁ ନାହିଁ କହିପାରିବି ସେ ଶକ୍ତି ନାହିଁ কোন আসিব ଆପଣ ଶାସ୍ତ୍ର କହିଲେ ମୋ ଗୁରୁଦେବ କହିଛନ୍ତି ବେଳୁ ସାଧୁ ସଙ୍ଗ କରିବ ଆପଣମାନେ ଆସିଛନ୍ତି କାହିଁ କହିଲେ ଟିକେ ଆଗେ କୁହନ୍ତୁ ଆପଣମାନେ ଯେତେ ଏଠିକି ଆସିକି ବସିଛନ୍ତି ଆପଣ ତ ଆସିବା ପଛର କାରଣ ବା ଉଦ୍ଦେଶ୍ୟଟା କ'ଣ କିଛି ନାହିଁ ଆଜ୍ଞା ଗୋଟେ ତଳେ ଆସିଛନ୍ତି କ'ଣ ପାଇଁ ଆମେ ଯିବା ସେଠି ଗୋଟେ କ'ଣ ହଉଛି ତା ପଛରେ କିଛି କାରଣ ଥିବ ତ ଆପଣଙ୍କର କାହିଁକି ଆସିଛନ୍ତି ଖାଲି ଖାଲି ଆସିଛନ୍ତି କାହିଁକି ଆସିଛନ୍ତି ନା ବୋଧ ହୁଏ ମୁଁ ଯୋଉ ଉତ୍ତରଟା ଦେବି ଆପଣଙ୍କ ସାଙ୍ଗରେ ଏକମତ ହେବେ ବୋଲି ଭାବୁଛି ଆପଣମାନେ ଘରୁ ଖାଇ ପିଇ ତ ବାହାରିଥିବେ ସ୍ତ୍ରୀ ପଚାରୁଥିବ ହଇର କୁଆଡ଼େ ବାହାରିଲ କି ଯଦି ସ୍ତ୍ରୀ ବାହାରୁଥିବ ଆଜିକାଲି ତ ସବୁ ଆଉ ରହୁନାହାନ୍ତି ଗାଁରେ ସବୁ ଗଲେଣି ପଦାରେ ଯାହା ହଉ ସେ କଥା ଆମେ କହିପାରିବା ତମେ କୁଆଡ଼େ ବାହାରିଲାଣି ଘରେ ରୋଷେଇ ଆସ ଘରେ ଆଜି ସେଠି କେତେ ଆଜି ଆସୁଛନ୍ତି କେତେ କଥା ଅଛି ମୁଁ ସେଠି ଯିବି ନା ସେଠି କଣଟା କରିବୁ ସ୍ତ୍ରୀ କହୁ ସ୍ୱାମୀ କିମ୍ବା ସ୍ୱାମୀ କହୁ ସ୍ତ୍ରୀ କି ବାପ କହୁ ଝିଅକୁ ବା ଝିଅ କହୁ ବାପକୁ ମା କହୁ ବାପକୁ ବାପ କହୁ ବାପୁ ଯିଏ ଯାହା ପ୍ରଶ୍ନ ପ୍ରତି ପ୍ରଶ୍ନ କରନ୍ତୁ ନା କାହିଁକି ସେ ତ ନିଶ୍ଚିତ ଗୋଟିଏ ଉତ୍ତର ଦେଇଥିବା ଅଳ୍ପ ବହୁତ ଯାହାର ଲକ୍ଷ୍ୟ ଥିବ ସେ ଉତ୍ତରଟା ହୁଏତ କେମିତି ବୁଲିକି ହେଇଯାଇପାରେ ବିଭିନ୍ନ କାର୍ଯ୍ୟରେ ପରିଣତ ହେଇପାରେ କିନ୍ତୁ ତାର ସାରାଂଶଟା ଏହା ହେଇଥିବ ବାପା ମା ଯାଉଛି ସେଠି କେତେ ବୟସ ଯାଉଛି କେତେ କଥା କହିଲେ କ'ଣ ଠାକୁର କଥା ଟିକେ ହବ ଟିକେ ଶୁଣି ଆସିବୁ କ'ଣ ଟିକେ ପ୍ରଭୁ କଥା କହିବା ଟିକେ ଶୁଣିବୁ କ'ଣ ଟିକେ ସତ୍ସଙ୍ଗ ହବ ଟିକେ ଜାଣିବୁ କ'ଣ ଟିକେ ହରି କଥା ଶୁଣିବୁ ଏଇ କଥା ନା ବୁଝି ୟା ପଛରେ କ'ଣ ରହିଲା ରହସ୍ୟ ପ୍ରଭୁଙ୍କୁ ପ୍ରାପ୍ତି ହବା ଭଗବାନଙ୍କୁ ପାଇବା ଆତ୍ମା
जो नियमावली अच्छी जो नीति अच्छी जो आदर्श जो श्रृंखला अच्छी से किसी तो आमको मिल आम से खुराकटा पाई से मध्यमटा पाई और से शिक्षाटा पाइला आम सुविधा यहाँ लक्ष्य ना अर्थात आम प्रभु पाइबार गोटे मार्ग मिल इच्छा शक्ति थी आम आसिक उपस्थित हो गल तेणु से कहते कि साधु कहते असाधु शुणी कौन कले कहीं साधु ना शुणे आप साधु शुणे प्रभु दर्शन कर मार्ग देखते बेणु साधु संग बसी कर जेबे भेटी बुक मोरा बर बेणु साधु संग बसी कर बेणु साधु संग बसी कर जेबे भेटी बुक मोरा बेणु साधु संग बसी कर आपन भागवत रे कहिले नाना प्रकार पथ हेरी मोते नो तारे बस करी गोविंद गोविंदा भगवान जीवा करना ए जीव साधु संग बीनु गोविंद तारे भरतनु गोविंद 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 तारे भक्त भगवान ये सब फ्यूज अरे प्रभु पर नाम भगवान पर नाम परमात्मा पर वार्ता को जेते जोर संभव जेते शक्ति अछि निज शरीर रे सब शक्ति सामर्थ्य बल कौशल को लगे कंटी की फोटे की टाको घरे कजिया कला बेलू चाखड़े जगह पाई एटा मो जगह तू हरामी नहीं मेंटेन लागला तू एक गुटे गोपाल पुन भगले आसिरा खंडा तोरल ठेंगा बाड़ी बड़ीरा मुंडरे बाप चाखड़े जगह पाई जदी होना कोटा एटे बड़ो पार्टी गां कंपी जो से जिला कंपी जीवो ये भगवान का पाखरे बसे कि कृष्ण नाम धरिबारे से पार्टी का मुखटा को बंद मु सेठी पई कहे जति मागणा रे बिना पैसा रे बिना मूल्य रे बिना पाउना रे बिना कोड़ रे निजर ये पार्टीटा को जदी टिके ओठटा को तळ ऊपर करी जिहाटा को लेउटे जेई कण लउटे के प्रभु को नाम टिके नउना आ मोला बड को कोन नबो कि रे बाबा कोन नबो ये सत्संग शिक्षा फल अछि सत्संग साधु संग तार अर्थ सत कला जो असत्य नहीं केवल सत्य अच्छी सत्य के श्रीमद् भागवत महापुराण व्यासंकर 18तम पुराण महापुराण आख्यायित होइथिबा प्रथम मंगलाचरण प्रथम श्लोक प्रथम निर्देशनामा जारी करी रखी दे गले संसार प्रति से सत्य धरि करे सच्चिदानंद रूपाय विश्वोत्पत्त्यादि हेतवे तापत्रय विनाशाय श्री कृष्णाय वयं नमः।
ସତରୁ ଆରମ୍ଭ କଲେ। ସତର ଅର୍ଥ ଅତୀତ ବର୍ତ୍ତମାନ ଭବିଷ୍ୟତ ତ୍ରିକାଳକୁ ଯିଏ ନିର୍ଦ୍ଧାରଣ କରିପାରନ୍ତି କରିଥାନ୍ତି କରୁଛନ୍ତି। ଏଠି ଯେତେକ କଥା ଆଲୋଚନା ଚାଲିଥିଲା କେହି କହିବ ମୋ ପୁଅ କଣ ଖାଇଲା କହିଥିଲେ ନା ମୋ ଝିଅ କୋଉଠି ବାହା ହେଲା ସେ କଥା କେହି କହିଥିଲେ ନା ମୋ ବଡ଼ ଝିଅ ଏତେ ଡାଉନ ହେଲା ଡିମାଣ୍ଡ ହେଲା ଯୌତୁକ ହେଲା ମୋ ସାନ ଝିଅ ଯାଇପାରିଲି ଋଷିକୁଶିରେ ପୁଅ ସହିତ କହିଲା କିଏ କହିଲେ ନା ତୁ କେତେ ଦରମା ପାଉଛୁ ସେ କଥା କିଏ ପଚାରିଲେ ନା କେତେ ଖାଇଲୁ କେତେ ନ ଖାଇଲୁ ଏ କଥା କିଏ ପଚାରିଲେ ନା କୋଉ ଦାମୀ ପୋଷାକ ପିନ୍ଧିଲୁ କି କମ୍ ଦାମର କପଡ଼ା ପିନ୍ଧିଲୁ ମଳି ପିନ୍ଧିଲୁ କି ସଫା ପିନ୍ଧିଲୁ କି ଏଠି କହିଲେ ତ ଜମିବାଡ଼ି କେତେ କହିଲେ ନା ତମର ବ୍ୟାଙ୍କ ବାଲାନ୍ସ କେତେ କିଏ ପଚାରିଲେ ଯିଏ କହିଲେ ସେ ରାମ କଥା କହିଲେ ଯାହା କହିଲେ କୃଷ୍ଣ କଥା କହିଲେ ଯଦି ଆସିଲେ ଜଗନ୍ନାଥ ମହାପ୍ରଭୁ ବାର୍ତ୍ତା ଆସିଲେ ଯଦି ହେଲା ଋଷି ମହାପ୍ରଭୁ ବାର୍ତ୍ତା ଆସିଲେ କଥା ଆସିଲେ ଏ କଥା କହିଲେ ନା ଆଉ କିଛି ଅଲଗା କଥା କହିଲେ ଅର୍ଥାତ୍ ସତ୍ୟର କଥା କୁହାହେଲା। ତେବେ ଆମେ ସତ୍ୟ କଥାକୁ ଚିନ୍ତା ସତ୍ସଙ୍ଗ ହଉଛୁ ଅର୍ଥାତ୍ ଯେଉଁ ସଙ୍ଗରେ ଅତୀତ ବର୍ତ୍ତମାନ ଭବିଷ୍ୟତ ତ୍ରିକାଳର ଜୀବନଟା ମୁକ୍ତି ପାଇପାରିବ ଏ ଗୋଟା କହିବି ମୁଁ ଆଜ୍ଞା ଲୋକ ଭଲ ନୁହେଁ ଇଏ ଅସାଧୁଟା ଜମା ଭଲ ନୁହେଁ ମୋ ଯୋଉଠି ଆଖି ପଡ଼ିବ ମୁଁ ସେଠି ସାଙ୍ଗେ ସେଠି ଠକ୍ ଦେବି। ଯିଏ ଅତୀତ ବର୍ତ୍ତମାନ ଭବିଷ୍ୟତ ଜଣେ ମଣିଷର ଅତୀତ ଅଛି ଜଣେ ମଣିଷର ବର୍ତ୍ତମାନ ଅଛି ଆଉ ସେଇ ବ୍ୟକ୍ତିଙ୍କର ଭବିଷ୍ୟତ ବି ଅଛି। ବର୍ତ୍ତମାନ କାହିଁ ଅତୀତ ହେଇଯାଇଛି ଆଗକୁ ଆସିବା ସମୟରେ ଭବିଷ୍ୟତକୁ ଅପେକ୍ଷା କରିଛି এই কথা হওয়ার ভিতরে কেতে সময় অতীত হয়ে গেল ভবিষ্যতକୁ অপেକ୍ଷା কোন করা যায় জাহাঙ্কর বার্তাକୁ শ্রবণ করে জাহাঙ্কর বাণী বাণী কর্ণ দ্বୟରେ শৃঙ্খলিত ভাবে প্রবেশ করাই দেলে আমার জীবনটা সুধরে যাব আমার জন্ম মৃত্যুটা সুধরে যাব কোন সুধরে যাব কি গীতারে গোটে সুন্দর কথা ଥିଲା ଆମେ ମର୍ତ୍ତ୍ୟରେ ମାନବ ଏହା ସତ୍ୟ ହୁଅନ୍ତୁ ସନ୍ନ୍ୟାସୀ ହୁଅନ୍ତୁ ସଂସାରୀ ଉଭୟଙ୍କ ପାଇଁ ବିଚାର ଭଗବାନ କୃଷ୍ଣ ସେ ରଣାଙ୍ଗନରେ ସଖା ଅର୍ଜୁନକୁ ଉପଦେଶ କରିବାକୁ ଯାଇ ଅନେକ କଥା କହିଲେ ଗୋଟିଏ କଥା କହିଲେ ସଖା তুমি জানি রাখিবা দরকার আমি এই যে মর্ত্য বৈকুণ্ঠের বর্তমান অଛନ୍ତି পৃথিবী পৃষ্ঠରେ ଅଛନ୍ତି ଜାଗା ବାଡ଼ି ବାଡ଼ିଆ ପିଟା ଲାଗିଛନ୍ତି ଆଉ ଗୋଟେ ଜାଗା ଅଛି ଯୋଉଠି ଗଲେ ଏ ଜୀବକ ଫେରିବାକୁ ପଡ଼ିବନି ଆଉ ପୁନର୍ବାର ଦ୍ୱିତୀୟ ଥର ଲେଉଟି ଆସିବାକୁ ପଡ଼ିବନି ଅର୍ଥାତ୍ ଯଦ୍ରୂପା ନ ନିବର୍ତ୍ତନ୍ତେ ତଥାମ ପରମଂ ମମ ଯୋଉଠିକି ଗଲେ ଏ ଜୀବ ଆଉ ଫେରି ଆସିବ ନାହିଁ সেটা হচ্ছে মোর ধাম অর্থাৎ